ଜୟ ଶ୍ରୀକୃଷ୍ଣ। ଆଜିର ପୌରାଣିକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ଆଜି ଆମେ ଜାଣିବା 10ଟି ପୌରାଣିକ ପ୍ରଶ୍ନ ସହିତ ଉତ୍ତର। ତାହେଲେ ଚାଲନ୍ତୁ ଡେରି ନକରି ଯିବା ଆଜିର ପ୍ରଥମ ପ୍ରଶ୍ନରୁ। ଆଜିର ପ୍ରଥମ ପ୍ରଶ୍ନଟି ହେଉଛି, ମହାଭାରତ ଯୁଦ୍ଧରେ ସବୁଠାରୁ ପ୍ରଥମେ କିଏ ମୃତ୍ୟୁବରଣ କରିଥିଲେ? ସଠିକ୍ ଉତ୍ତରଟି ଜାଣିବା ପୂର୍ବରୁ ଭିଡ଼ିଓକୁ ଗୋଟିଏ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ସଠିକ୍ ଉତ୍ତରଟି ହେଉଛି ଶିଖଣ୍ଡିଙ୍କ ସେନାପତି। ମହାଭାରତ ଯୁଦ୍ଧରେ ସବୁଠାରୁ ପ୍ରଥମେ ଶିଖଣ୍ଡିଙ୍କ ସେନାପତି ମୃତ୍ୟୁବରଣ କରିଥିଲେ, ଯିଏକି ସେ ଆମ୍ବା ବଂଶଧର ଥିଲେ। 2 ନମ୍ବର ପ୍ରଶ୍ନଟି ହେଉଛି, ଗଙ୍ଗା କାହାର ଭାର୍ଯ୍ୟା ଥିଲେ? ସଠିକ୍ ଉତ୍ତରଟି ହେଉଛି ଶାନ୍ତନୁ। ମାତା ଗଙ୍ଗା ଶାନ୍ତନୁଙ୍କ ଭାର୍ଯ୍ୟା ଥିଲେ। 3 ନମ୍ବର ପ୍ରଶ୍ନଟି ହେଉଛି, ଅଭିମନ୍ୟୁଙ୍କ ମାତା କିଏ? ଉତ୍ତରଟି ଜାଣିବା ପୂର୍ବରୁ ଭିଡ଼ିଓକୁ ଗୋଟିଏ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ସଠିକ୍ ଉତ୍ତରଟି ହେଉଛି ମାତା ସୁଭଦ୍ରା ଅଭିମନ୍ୟୁଙ୍କ ମାତା ଥିଲେ। 4 ନମ୍ବର ପ୍ରଶ୍ନଟି ହେଉଛି, ଅର୍ଜୁନଙ୍କ ପୂର୍ବଜନ୍ମର ନାମ କ'ଣ ଥିଲା? ସଠିକ୍ ଉତ୍ତରଟି ହେଉଛି ନର। ଅର୍ଜୁନଙ୍କ ପୂର୍ବଜନ୍ମର ନାମ ନର ଥିଲା। ପୌରାଣିକ କଥା ଅନୁସାରେ ଅର୍ଜୁନ ନର ଋଷି ଏବଂ ଶ୍ରୀକୃଷ୍ଣ ନାରାୟଣ ଋଷି। ଏହି ନର ନାରାୟଣ 2 ଜଣ ବଦ୍ରିକା ଆଶ୍ରମରେ ତପସ୍ୟା କରୁଥିଲେ। ମହାଭାରତରେ ସେହି 2 ଋଷି ପୂର୍ବ ଜନ୍ମ ନେଇ ଅର୍ଜୁନ ଓ କୃଷ୍ଣ ରୂପେ ଅବତୀର୍ଣ୍ଣ ହୋଇଥିଲେ। 5 ନମ୍ବର ପ୍ରଶ୍ନଟି ହେଉଛି, କର୍ଣ୍ଣଙ୍କ ରକ୍ଷା କବଚ କିଏ ଦେଇଥିଲେ? ସଠିକ୍ ଉତ୍ତରଟି ହେଉଛି ସୂର୍ଯ୍ୟଦେବ। ପୁରାଣ କଥା ଅନୁଯାୟୀ କର୍ଣ୍ଣ ସୂର୍ଯ୍ୟଦେବଙ୍କ ପୁତ୍ର ଥିବାରୁ ସେ ଦେବତାମାନଙ୍କ ଦାନ ସ୍ୱରୂପ ରକ୍ଷା କବଚ କୁଣ୍ଡଳ ସହ ଜନ୍ମଗ୍ରହଣ କରିଥିଲେ, ଯାହା ତାଙ୍କୁ ପ୍ରାୟ ଅଜୟ କରିଥିଲା। 6 ନମ୍ବର ପ୍ରଶ୍ନଟି ହେଉଛି, ଭୀଷ୍ମ କାହା ନିକଟରୁ ବ୍ରହ୍ମାସ୍ତ୍ର ଶିଖିଥିଲେ? ସଠିକ୍ ଉତ୍ତରଟି ହେଉଛି ପରଶୁରାମ। ପୌରାଣିକ କଥା ଅନୁସାରେ ପରଶୁରାମ ଭୀଷ୍ମଙ୍କ ଗୁରୁ ଥିଲେ ଏବଂ ସେ ଭୀଷ୍ମଙ୍କୁ ଦିବ୍ୟ ଅସ୍ତ୍ରଶସ୍ତ୍ର ମଧ୍ୟରେ ବ୍ରହ୍ମାସ୍ତ୍ର ଶିଖାଇଥିଲେ। 7 ନମ୍ବର ପ୍ରଶ୍ନଟି ହେଉଛି, ଦ୍ରୌପଦୀଙ୍କର ପୂର୍ବ ଜନ୍ମରେ ସେ କିଏ ଥିଲେ? ସଠିକ୍ ଉତ୍ତରଟି ହେଉଛି ନଳାୟନୀ। ନଳାୟନୀ ଋଷି ମୌଦ୍ଗଲ୍ୟଙ୍କର ପତ୍ନୀ ଥିଲେ। ସେ ପୂର୍ବ ଜନ୍ମରେ ଏକାଧିକ ସ୍ୱାମୀ ପାଇବାର ବର ମାଗିଥିଲେ, ଯାହା ଫଳରେ ସେ ଦ୍ରୌପଦୀ ଜନ୍ମରେ ପଞ୍ଚୁ ପାଣ୍ଡବଙ୍କୁ ବିବାହ କରିଥିଲେ। 8 ନମ୍ବର ପ୍ରଶ୍ନଟି ହେଉଛି, ଅଭିମନ୍ୟୁଙ୍କ ପୂର୍ବ ଜନ୍ମରେ ସେ କିଏ ଥିଲେ? ସଠିକ୍ ଉତ୍ତରଟି ହେଉଛି ଚନ୍ଦ୍ରଙ୍କ ପୁତ୍ର ବର୍ଚ୍ଛା। ଦେବତାଙ୍କ ଅନୁରୋଧରେ ସେ ମନୁଷ୍ୟ ଲୋକରେ ଜନ୍ମ ନେଇ ଅର୍ଜୁନ ଓ ସୁଭଦ୍ରାଙ୍କ ପୁତ୍ର ଭାବରେ ଜନ୍ମ ନେଇଥିଲେ। ପୁରାଣ କଥା ଅନୁସାରେ
ସେ କେବଳ 16 ବର୍ଷ ପୃଥିବୀ ପୃଷ୍ଠରେ ରହିବେ ବୋଲି ନିର୍ଦ୍ଧାରିତ ହୋଇଥିଲା। 9 ନମ୍ବର ପ୍ରଶ୍ନଟି ହେଉଛି କର୍ଣ୍ଣଙ୍କ ସତ୍ୟ ଜନ୍ମ ପରିଚୟ କେବେ ପ୍ରକାଶ ପାଇଥିଲା? ସଠିକ ଉତ୍ତରଟି ହେଉଛି ମୃତ୍ୟୁ ପରେ। କର୍ଣ୍ଣଙ୍କ ମୃତ୍ୟୁ ପରେ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ତାଙ୍କର ସତ୍ୟ ରହସ୍ୟ କହିଥିଲେ। ସେତେବେଳେ ପାଣ୍ଡବମାନେ ଜାଣିଲେ ଯେ କର୍ଣ୍ଣ ତାଙ୍କର ଜ୍ୟେଷ୍ଠ ଭାଇ ବୋଲି। କିନ୍ତୁ ବର୍ଣ୍ଣିତ ଅଛି ଯେ ପାଣ୍ଡବମାନେ ବନବାସ ବେଳେ ମାତା କୁନ୍ତୀ କର୍ଣ୍ଣଙ୍କୁ ଗୁପ୍ତ ଭାବରେ କହିଥିଲେ ଯେ ସେ ସୂର୍ଯ୍ୟ ଦେବତାଙ୍କ ପୁତ୍ର ଏବଂ ପାଣ୍ଡୁଙ୍କ ଜ୍ୟେଷ୍ଠ ପୁତ୍ର ବୋଲି। ସତ୍ୟ ଜାଣି ମଧ୍ୟ କର୍ଣ୍ଣ କାହାକୁ ଏହି କଥା ପ୍ରକାଶ କରିନଥିଲେ। 10 ନମ୍ବର ପ୍ରଶ୍ନଟି ହେଉଛି ଭୀଷ୍ମ କେଉଁ ବରଦାନ ପାଇଥିଲେ? ସଠିକ ଉତ୍ତରଟି ହେଉଛି ଇଚ୍ଛା ମୃତ୍ୟୁର ବରଦାନ। ଭୀଷ୍ମ ନିଜ ଇଚ୍ଛା ଅନୁସାରେ ମୃତ୍ୟୁବରଣ କରିପାରିଥିଲେ ଏବଂ ସେ ଯେତେବେଳେ ଚାହୁଁଥିଲେ ସେତେବେଳେ ଜୀବନ ଧାରଣ କରିପାରୁଥିଲେ। ଭୀଷ୍ମଙ୍କର ଭୟଙ୍କର ପ୍ରତିଜ୍ଞାରେ ପ୍ରସନ୍ନ ହୋଇ ତାଙ୍କର ପିତା ଶାନ୍ତନୁ ଏହି ବର ପ୍ରଦାନ କରିଥିଲେ। କୁରୁକ୍ଷେତ୍ର ଯୁଦ୍ଧରେ ଶରଶଯ୍ୟାରେ ପଡ଼ି ମଧ୍ୟ ଭୀଷ୍ମ ଉତ୍ତରାୟଣ ପର୍ଯ୍ୟନ୍ତ ମୃତ୍ୟୁକୁ ଅପେକ୍ଷା କରିଥିଲେ। ଏହା ଥିଲା ଭୀଷ୍ମଙ୍କ ଇଚ୍ଛା ମୃତ୍ୟୁର ସବୁଠାରୁ ପ୍ରସିଦ୍ଧ ଉଦାହରଣ। ଏହିପରି ପୌରାଣିକ ପ୍ରଶ୍ନ ସହିତ ଉତ୍ତର ଜାଣିବା ପାଇଁ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଆଉ କମେଣ୍ଟରେ ଜୟ ଶ୍ରୀକୃଷ୍ଣ ଲେଖନ୍ତୁ। ଜୟ ଶ୍ରୀକୃଷ୍ଣ।